हेलो फ्रेंड्स, गुड मॉर्निंग एंड वेलकम बैक टू माय चैनल। आशा करছি ଆପଣମାନେ ସମସ୍ତେ ବହୁତ ଭଲ ଥିବେ ଏବଂ ଖୁସି ଥିବେ। ତ ଏଠି ମୁଁ କିଛି କହିପାରୁନି, ବାସ୍ ଠାରଠୁରାରେ ମୋର ଏଠି ଚାଲିଛି, କାହିଁକିନା ଏଠି କାମ ଚାଲିଛି। ସେଥିପାଇଁ ମୁଁ ଆଜି ଭଏସ୍ ଓଭର୍ ଦେବାକୁ ଆରମ୍ଭରୁ ହିଁ ଚେଷ୍ଟା କରିଛି। ଏଠି ବର୍ଷା ପ୍ରବଳ ହେଉଛି ଭୁବନେଶ୍ୱରରେ, ଟୋଟାଲି କମୁନି। ଲୁଗାପଟା ଟୋଟାଲ ଆଉ ବି ଶୁଖୁନି। ଆପଣ ଛୋଟ କ୍ଲିପ୍ ଦେଖେଇଲି ସେଠି କାମ ହେଉଛି ବୋଲି, ବେଶୀ ଜୋର ଦେଖେଇ ପାଇଲିନି କାହିଁକିନା ସେ ଇଏ କ୍ୟାମେରା କ'ଣ ବୁଲୁଛି ଚାରିଆଡ଼େ। ତ ଆଜି ମୁଁ କରୁଛି କୋଳଥ ଡାଲି ସାଙ୍ଗକୁ ଭାତ ଆଉ ଆଳୁ ଭର୍ତ୍ତା। ତ କେତେ ଜଣଙ୍କୁ କୋଳଥ ଡାଲି ସାଙ୍ଗରେ ଆଳୁ ଭର୍ତ୍ତା ଖାଇବାକୁ ଭଲ ଲାଗେ ମୋତେ କମେଣ୍ଟ କରିକି ଆପଣମାନେ ଜଣେଇବେ। ତ ଏଠି ମୁଁ ଭାତ ସିଝେଇ ଦେଇଛି। ତ ଆପଣମାନଙ୍କୁ ଯଦି ଗ୍ୟାସ୍ ସେଭ୍ କରିବାର ଇଚ୍ଛା, ଆପଣମାନଙ୍କୁ ଗୋଟେ ଟ୍ରିକ୍ ମୁଁ କହୁଛି। ଆପଣ ଫାଷ୍ଟ ଭାତ ଚାଉଳଟାକୁ ପକାଇଦେବେ, ମାନେ ପାଣି ଫୁଟିଲେ ଚାଉଳ ପକାଇଦେବେ। ଚାଉଳ ଜଷ୍ଟ ଗୋଟେ ଦୁଇ ଫୁଟଣା ଆସିଥିବ, ତାକୁ କାଢ଼ିଦେବେ। କାଢ଼ିଦେଲା ପରେ ଘଣ୍ଟେ 2 ଘଣ୍ଟା ତାକୁ ଛାଡ଼ିଦେଲା ପରେ ତାପରେ ଆପଣ ଯଦି ବସେଇବେ ପୁଣି ଥରେ ତାକୁ ଗ୍ୟାସ୍ରେ, ତାହେଲେ ସେ ଭାତଟା ଅଳ୍ପ ସମୟରେ ଆପଣଙ୍କର ଭାତ ହେଇଯିବ, ଗ୍ୟାସ୍ ବି ଅଳ୍ପ ସରିବ। ତ ଏଠି ମୋର କୋଳଥ ଡାଲି ସିଝି ଯାଇଛି। ଆଉ ଆକୁ ମୁଁ ଏମିତି ଗ୍ରାଇଣ୍ଡିଙ୍ଗ ଜାରରେ ଘୁରେଇ ଦେଉଛି, କାହିଁକିନା ମୋତେ ଏଥିରେ ହିଁ ସୁବିଧା ଲାଗେ। ଆପଣଙ୍କର ଯେତିକି କନସିଷ୍ଟେନ୍ସି ଦରକାର ଆପଣ ସେତିକି ପାଣି ପୁରେଇବେ। ଆଉ ଦେଖନ୍ତୁ ଏଠି ମୋର କୋଳଥ ଡାଲି ତାକୁ ପୁରା ଘୁରେଇ ଘାରେଇ ପୁରା ରେଡ଼ି କରିଦେଇଛି। ଆଉ ଏଥିରେ ମୁଁ ଆମ୍ବୁଲ ପକାଇଛି, ଆପଣମାନେ ତେନ୍ତୁଳି ବି ପକାଇ ପାରିବେ। ଆଉ ତା ଦେହରେ ରସୁଣ ଛୁଙ୍କ ଦେଲେ କୋଳଥ ଡାଲିର ଟେଷ୍ଟଟା ପୁରା ଲାଜବାବ ଲାଗେ। ଆଉ ଏଥିରେ ଫୁଟଣ ପକାଇ ଭୃଷଙ୍ଗ ପତ୍ର ଆଉ ରସୁଣ ପକାଇ ଯେଉଁ ଛୁଙ୍କଟା ଦିଆହେବ ନା, ସେ ଛୁଙ୍କ ଆଉ କୋଳଥ ଡାଲି ସାଙ୍ଗକୁ ଯେଉଁ ଆଳୁ ଭର୍ତ୍ତା, ତା ଟେଷ୍ଟ ଆଉ ତା ମଜା ତ କିଛି ଅଲଗା। ଆମେ ଛୋଟବେଳେ କେବଳ ରାତିରେ ଆମର ବର୍ଷା ଦିନ ହେଲେ କି ଶୀତ ଦିନ ହେଲେ ମୋ ମମି ବନାଏ କୋଳଥ ଡାଲି ଆଳୁ ଭର୍ତ୍ତା। ଆଉ ସେତେବେଳେ ଏତେ ସୁନ୍ଦର ଲାଗେ, ଆପଣମାନଙ୍କୁ ମୁଁ କହିପାରିବିନି। ସେମିତିଆ ଟେଷ୍ଟ ମୋତେ, ମୁଁ ନିଜେ କରିକିରି ବି ମୋତେ ସେମିତିଆ ଟେଷ୍ଟ ଆସୁନି। ମାନେ ମୋ ମମି ଯେମିତି ମୋର ବନାଏ, ବହୁତ ଯେତେବେଳେ ମୁଁ କରେ ସେତେବେଳେ ମୋର ମନେ ପଡ଼େ ଘର କଥା। ତ ଯେମିତିରେ ହେଲେ ବି ଘର ରୋଷେଇ ଆଉ ମାନେ ମା' ରୋଷେଇ ଆଉ ନିଜ ରୋଷେଇ ଭିତରେ ତ ବହୁତ ତଫାତ୍ ଫରକ। ଆପଣ ଯେତେ ଯା ରୋଷେଇ କରନ୍ତୁ, ମା' ରୋଷେଇ ତଳେ ତ ସବୁ ମାନେ ଫିକା। ତ ଏଠି ମୋର କୋଳଥ ଡାଲି ସାଙ୍ଗକୁ ଆଳୁ ଭର୍ତ୍ତା ହେଇଥିଲା। ତ ଏଠି ମୁଁ ଆଳୁ ଭର୍ତ୍ତା ସାଙ୍ଗରେ ଏଠି କରିଥିଲି କଖାରୁ ଭର୍ତ୍ତା, ଯେଉଁଟା ମୁଁ ସର୍ଟସରେ ଅପଲୋଡ଼ କରିଛି। ଆଉ ଏଠି ପିଲାମାନେ ସବୁ ପଳେଇ ଆସିଲେଣି। ସାର୍ ଏବେ ଖାଉଛନ୍ତି, ଟାଇମ୍ ହେଇଗଲାଣି 2ଟା। ପିଲା ସବୁ ସ୍କୁଲରୁ ଚାଲି ଆସିଲେଣି। ତ ଏଠି ଖିଆପିଆ ଆମର ସବୁ ଚାଲିଛି। ଆଉ ବ୍ଲଗ୍ଟି ମୁଁ ଏଇଠି ଏଣ୍ଡ କରୁଛି। ବାଏ, ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।